କିନ୍ତୁ କିଛିଟା ଯେମିତି ଆପଣଙ୍କର ଗୋଟେ କଲ୍ ରେକର୍ଡିଂ ଆସିବା ଦ୍ୱାରା ପବ୍ଲିକରେ ସେ ରେକର୍ଡିଂଟା ଭାଇରାଲ ହେଲା ବୋଲି ଆମେ ଆଣିଲେ ଯାଇକି ଆମର ଇଣ୍ଡଷ୍ଟ୍ରି ଚେଞ୍ଜ ହେବ, ନହେଲେ ଏଇଭଳିଆ ନିଜ ନିଜ ଭିତରେ ଗୋଡ଼ ଟଣାଟଣି ହେଇକି ଆ ଦ୍ୱାରା ଇଣ୍ଡଷ୍ଟ୍ରି ଦିନକୁ ଦିନ ତଳକୁ ଯିବ ସିନା, କେବେ ଡେଭଲପ୍ ହେବ ନାହିଁ। ନା, ମୁଁ ତ ଅନୁଭବ ଭାଇଙ୍କ ଠାରୁ କିଛି ସେମିତି ଉତ୍ତର ମାନେ ଭାଇ କିଛି ତାଙ୍କର ରିଆକ୍ସନ୍ ନାହିଁ କି ଭାଇଙ୍କ ସହିତ ଆମେ କଥା ହେଇନୁ। ସେ ରେକର୍ଡିଂ ଶୁଣିଲା ପରେ ମୋତେ ବହୁତ ଦୁଃଖ ଲାଗିଲା ଯେ ଯେଉଁମାନେ ଉପରେ ଏମିତି ମିଶୁଛନ୍ତି, ଭଲ ଭଲ କଥା କହୁଛନ୍ତି, ଭିତରେ ଏମିତି ଚେର କାଟୁଛନ୍ତି, ଏଇଭଳିଆ ଲୋକଙ୍କ ପାଇଁ ଆଜି ଇଣ୍ଡଷ୍ଟ୍ରି ତଳକୁ ଯାଉଛି। ଆଉ ଚାରିଧାମ ସିନେମା ଯଦି ଆଜି ହଲ୍ରୁ ଉଠି ଯାଇଛି, ଏଇଭଳି କିଛି କୁଚକ୍ରୀ ଲୋକମାନଙ୍କ ପାଇଁ ଚାରିଧାମ ସିନେମା ଆଜି ହଲ୍ରୁ ଉଠି ଯାଇଛି। ଏଇଟା ମୋର ବ୍ୟକ୍ତିଗତ ମତ। ସ୍ଥିତ ଭାଇଙ୍କ ଭଳିଆ କୁଚକ୍ରୀ ଲୋକ ଯଦି ରହିବେ, ଇଣ୍ଡଷ୍ଟ୍ରି ଦିନକୁ ଦିନ ତଳକୁ ଯିବ, ବର୍ବାଦ ହେବ। ତେଣୁ ସମସ୍ତେ ଏକ ହେଇକି ଇଣ୍ଡଷ୍ଟ୍ରି କେମିତି ଆଗକୁ ଯିବ ସେଥିପାଇଁ ଚିନ୍ତା କରୁ। ଜୟ ଜଗନ୍ନାଥ। ଦେଖନ୍ତୁ, ଆଙ୍କ ଭିତରେ କୋଉଠି ନା କୋଉଠି ଆଙ୍କ ଭିତରେ ସମସ୍ତଙ୍କୁ ଗୋଡ଼ ଟାଣିବାରେ ଏମାନେ ଭିତରେ ଆଙ୍କର ଈର୍ଷା ଭାବ ରହିଛି, ଯେଉଁଟାକି ପବ୍ଲିକ୍ ଜାଣିପାରୁନାହାନ୍ତି। କିନ୍ତୁ କିଛିଟା ଯେମିତି ଆପଣଙ୍କର ଗୋଟେ କଲ୍ ରେକର୍ଡିଂ ଆସିବା ଦ୍ୱାରା ପବ୍ଲିକରେ ସେ ରେକର୍ଡିଂଟା ଭାଇରାଲ ହେଲା ବୋଲି ଆମେ ତ ଆଗରୁ ଜାଣିନଥିଲେ। ତେଣୁ କେଉଁଠି ନା କେଉଁଠି ଜଣାପଡ଼ୁଛି ଏମାନଙ୍କ ଭିତରେ ନିଜ ଭିତରେ ଈର୍ଷା ଭାବ ରହୁଛି। ମୁଁ ସେଥିପାଇଁ କହିଲି ବା ଆଜ୍ଞା, ଆମେ ଯଦି ମନ ଖୋଲିକି ସମସ୍ତଙ୍କ ସହିତ ମିଶିବା, ସେ ପ୍ରଡ୍ୟୁସର ଆସୋସିଏସନ୍ ହେଉ କି ଡାଇରେକ୍ଟର ଆସୋସିଏସନ୍ ହେଉ କି ଆର୍ଟିଷ୍ଟ ସମସ୍ତେ ମିଶିକି ଏକ ହେଇକି ଯଦି ଆମେ ଚାହିଁବା ଇଣ୍ଡଷ୍ଟ୍ରିକି ଗ୍ରୋ କରିବା ପାଇଁ, ତାହେଲେ ଇଣ୍ଡଷ୍ଟ୍ରି ଗ୍ରୋ ହେବ। ସେନ୍ସର ଠାରୁ ହଲ୍ ବି ଠିକ୍ ପ୍ରାଇମ୍ ଟାଇମ୍ରେ ମିଳିବ। ଆମ ମାଟି, ଆମ ହଲ୍, ଆମେ ଓଡ଼ିଆ ଲୋକ, ଆମ ଓଡ଼ିଆ ସିନେମା ପଡ଼ୁନି ପ୍ରାଇମ୍ ଟାଇମ୍ରେ, ଅଲଗା ସିନେମା କାହିଁ ପଡ଼ୁଛି? ତେଲୁଗୁ, ତାମିଲ, କନ୍ନଡ଼ ସିନେମା କାହିଁ ପଡ଼ୁଛି? ଆମ ଭିତରେ ଏକତା ନାହିଁ ବୋଲି ପଡ଼ୁଛି। 5ଟା ଆସୋସିଏସନ୍, ସେଇଟା ଗୋଟିଏ ହେବା ଦରକାର। ହେଇକି ଯଦି ଷ୍ଟ୍ରଙ୍ଗଲି ଏଇଟା ଓଡ଼ିଶା ସରକାରଙ୍କ ପାଖରେ ଏମାନେ ଯାଇକି ଯଦି ସେ ଜିନିଷକୁ, ସେ ମୁଦ୍ଦାଟା ଆଣିବା ଦରକାର। ଆଣିଲେ ଯାଇକି ଆମର ଇଣ୍ଡଷ୍ଟ୍ରି ଚେଞ୍ଜ ହେବ, ନହେଲେ ଏଇଭଳିଆ ନିଜ ଭିତରେ ଗୋଡ଼ ଟଣାଟଣି ହେଇକି ଆ ଦ୍ୱାରା ଇଣ୍ଡଷ୍ଟ୍ରି ଦିନକୁ ଦିନ ତଳକୁ ଯିବ ସିନା, କେବେ ଡେଭଲପ୍ ହେବ ନାହିଁ। এই রেকর্ডিংটা ভাই ভাইরাল ହେଲା ପରେ ଅନୁଭବ ମହାନ୍ତିଙ୍କ ପାଖରୁ କୌଣସି ପ୍ରକାର ଉତ୍ତର ଆସିବାର ଆପଣଙ୍କର? ନା, ମୁଁ ତ ଅନୁଭବ ଭାଇଙ୍କ ଠାରୁ କିଛି ସେମିତି ଉତ୍ତର ମାନେ ଭାଇ କିଛି ତାଙ୍କର ରିଆକ୍ସନ୍ ନାହିଁ କି ଭାଇଙ୍କ ସହିତ ଆମେ କଥା ହେଇନୁ। ମୁଁ ଯାହା ରେକର୍ଡିଂ କାଲି ଦେଖିଲି, କାଲି ବି ବହୁତ ମିଡ଼ିଆ ଭାଇମାନେ ଫୋନ୍ କରିଥିଲେ, ଆପଣମାନେ ଆଜି ଯେମିତି ଫୋନ୍ କରିକି ଆସିଛନ୍ତି ସେମିତି। ମୁଁ କିନ୍ତୁ ରେକର୍ଡିଂଟା କାଲି ନିଜେ ଦେଖିଛି ମୁଁ ୟୁଟ୍ୟୁବରେ। ଆପଣ ଯେତେବେଳେ ଶୁଣିଲେ ରେକର୍ଡିଂଟା, ଆପଣଙ୍କୁ କ'ଣ ଲାଗିଲା? ଜଣେ ଅଭିନେତା ହିସାବରେ ଆପଣ କି ଇଣ୍ଡଷ୍ଟ୍ରିର ଲୋକ ହିଁ ଜଣେ ଅନ୍ୟ ଜଣଙ୍କ ପାଇଁ ଏଭଳି ଆକ୍ଷେପ ଆଣୁଛନ୍ତି, ଆପଣଙ୍କୁ ସେଟା କ'ଣ ଲାଗିଲା ସେ ରେକର୍ଡିଂ ଶୁଣିଲା ପରେ? ସେ ରେକର୍ଡିଂ ଶୁଣିଲା ପରେ ମୋତେ ବହୁତ ଦୁଃଖ ଲାଗିଲା ଯେ ଯେଉଁମାନେ ଉପରେ ଏମିତି ମିଶୁଛନ୍ତି, ଭଲ ଭଲ କଥା କହୁଛନ୍ତି, ଭିତରେ ଏମିତି ଚେର କାଟୁଛନ୍ତି, ଏଇଭଳିଆ ଲୋକଙ୍କ ପାଇଁ ଆଜି ଇଣ୍ଡଷ୍ଟ୍ରି ତଳକୁ ଯାଉଛି। ଆଉ ଚାରିଧାମ ସିନେମା ଯଦି ଆଜି ହଲ୍ରୁ ଉଠି ଯାଇଛି, ଏଇଭଳି କିଛି କୁଚକ୍ରୀ ଲୋକମାନଙ୍କ ପାଇଁ ଚାରିଧାମ ସିନେମା ଆଜି ହଲ୍ରୁ ଉଠି ଯାଇଛି। ଏଇଟା ମୋର ବ୍ୟକ୍ତିଗତ ମତ। ହଁ, ନିଶ୍ଚୟ ହେଇଥାଇପାରେ। ଯେଉଁମାନେ ରେକର୍ଡିଂରେ ଏଇଭଳିଆ କଥା କହୁଛନ୍ତି, ସେମାନେ ଭିତରେ କାହିଁକି ସେ ଜିନିଷ କରିନଥିବେ? ତେଣୁ ମୋର ଶେଷରେ ସମସ୍ତଙ୍କୁ ଅନୁରୋଧ, ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ଟେକ୍ନିସିଆନ୍ ଭାଇଙ୍କ ଠାରୁ ଆରମ୍ଭ କରି ପ୍ରଡ୍ୟୁସର ଆସୋସିଏସନ୍ ହୁଅନ୍ତୁ କି ଡାଇରେକ୍ଟର ଆସୋସିଏସନ୍ ହୁଅନ୍ତୁ କି ଆମର ଯେଉଁ ରହିଲେ ଆମର ସିନେ ସମୀକ୍ଷକ ଯେଉଁମାନେ ଅଛନ୍ତି, ସମସ୍ତେ ଗୋଟେ ଏକଜୁଟ ହେଇକି, ମୁଁ ବାରମ୍ବାର ଏଇ କଥା କହେ, ଆମେ କ'ଣ ରୋଲ୍ କରୁଛୁ କି ପାଇବୁ ନ ପାଇବୁ ସେଥିରେ ଆମର କିଛି ମତଲବ ନାହିଁ। ଆମ ଇଣ୍ଡଷ୍ଟ୍ରିଟା ଗୋଟେ ଗ୍ରୋ କରୁ। ଆମେ ଯେମିତି ଓଡ଼ିଶା ବାହାରକୁ ଗଲେ ଆମେ କହିପାରିବୁ ଆମେ ଓଡ଼ିଆ ଟୋକା, ଆମ ଓଡ଼ିଆ ଇଣ୍ଡଷ୍ଟ୍ରି। ଯେମିତି ଭୋଜପୁରୀ ଗୋଟେ କେଡ଼େ ଛୋଟିଆ ଇଣ୍ଡଷ୍ଟ୍ରି, କେତେ ଡେଭଲପ୍ କରିଛି, କେତେ ନା ସେ ହିରୋମାନଙ୍କର କେତେ ଦବଦବା ରହିଛି। ସେଠି ଭୋଜପୁରରେ ଦେଖନ୍ତୁ ଖେସାରୀ ଲାଲ ଯାଦବ ହଉ କି ଦିନେଶ ଲାଲ ଯାଦବ ହଉ, ସେମାନଙ୍କର କେତେ ସେମିତି ମୁଁ ଚାହେଁ ଆମ ହିରୋମାନେ କୋଉଠି ନା କୋଉଠି ଏମିତି ଇଣ୍ଡିଆ ଲେବୁଲରେ ଆମେ ଯୋଉଠି ବି କହିପାରିବା ଯେ ଆମ ଓଡ଼ିଆ ହିରୋ ଏମାନେ। ସେଥିପାଇଁ ସମସ୍ତେ ଏକଜୁଟ, ଏକତା ରହିଲେ ହିଁ ହେବ। ନହେଲେ ଏଇ କଣ୍ଟ୍ରୋଭର୍ସି କଲେ ସ୍ଥିତ ଭାଇଙ୍କ ଭଳିଆ କୁଚକ୍ରୀ ଲୋକ ଯଦି ରହିବେ, ଇଣ୍ଡଷ୍ଟ୍ରି ଦିନକୁ ଦିନ ତଳକୁ ଯିବ, ବର୍ବାଦ ହେବ। ତେଣୁ ସମସ୍ତେ ଏକ ହେଇକି ଇଣ୍ଡଷ୍ଟ୍ରି କେମିତି ଆଗକୁ ଯିବ ସେଥିପାଇଁ ଚିନ୍ତା କରୁ। ଜୟ ଜଗନ୍ନାଥ।